ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡ଼ା ଗ୍ରାମରେ ଏକ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ପୁଅର ଅନ୍ତିମ ସଂସ୍କାର କରିବା ପୂର୍ବରୁ ହୃଦଘାତରେ ମାଙ୍କ ମୃତ୍ୟୁ ଘଟିବା ଫଳରେ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇପଡ଼ିଛି। ମୃତକ ଦ୍ୱୟ ହେଲେ କଣ୍ଟିଆପଡ଼ା ଗ୍ରାମର ମା ମରୁଆ ମହାକୁଡ଼ ଏବଂ ତାଙ୍କ ପୁଅ ଦାମୋଦର ମହାକୁଡ଼। ଘଟଣାରୁ ପ୍ରକାଶ ଯେ ଦାମୋଦର ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ଗତକାଲି ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ମୃତଦେହ ଗାଁକୁ ଅଣାଯାଇଥିଲା। ଗ୍ରାମ ଶ୍ମଶାନରେ ଦାମୋଦରଙ୍କ ଅନ୍ତିମ ସଂସ୍କାର ପ୍ରକ୍ରିୟା ଚାଲିଥିଲା। ଏହି ସମୟରେ ପୁଅକୁ ହରାଇ କାନ୍ଦି କାନ୍ଦି ଭାଙ୍ଗି ପଡ଼ିଥିବା ମା ମରୁଆ ମହାକୁଡ଼ ହଠାତ୍ ହୃଦଘାତର ଶିକାର ହୋଇ ଆଖି ବୁଜି ଦେଇଥିଲେ। ପରିବାର ଲୋକେ କିଛି ବୁଝିବା ଆଗରୁ ମାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ପରେ ମା ମରୁଆଙ୍କ ମୃତଦେହକୁ ସେହି ଗ୍ରାମ ଶ୍ମଶାନକୁ ନିଆଯାଇ ପୁଅର ଜୁଇ ପାଖରେ ତାଙ୍କର ମଧ୍ୟ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ମା ପୁଅଙ୍କ ଏଭଳି ଅକାଳ ବିୟୋଗରେ ଗାଁରେ ଏକ ଶୋକାକୁଳ ଓ ନିସ୍ତବ୍ଧ ପରିବେଶ ସୃଷ୍ଟି ହୋଇଛି। କେନ୍ଦୁଝରରୁ ଦଶରଥ ବାରିକଙ୍କ ସହ ପାଟଣାରୁ ଦୀନବନ୍ଧୁ ମିଶ୍ରଙ୍କ ରିପୋର୍ଟ, ବ୍ଲାକି ନ୍ୟୁଜ ଓଡ଼ିଆ।